ହଁ ପିଲାମାନେ, ଏହି ଭିଡିଓରେ ଆମେ ଘଡ଼ିରେ ସମୟ ଦେଖି ଶିଖିବା। ଚନ୍ଦ୍ରିମା ନିଜ ଦୋକାନରୁ ଘରକୁ ଫେରୁଥିଲା ବେଳେ ସେ ରାସ୍ତାରୁ ଗୋଟିଏ ଘଡ଼ି ପାଇଲା। ଘଡ଼ିଟି ବହୁତ ଚମକୁଥିଲା। ଚନ୍ଦ୍ରିମା ସେହି ଘଡ଼ିଟିକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଲା। ଯେତେବେଳେ ଚନ୍ଦ୍ରିମା ସେହି ଘଡ଼ିଟିକୁ ନିଜ ଘରକୁ ନେଇ ଆସିଲା, ସେତେବେଳେ ସେ ଦେଖିଲା ଯେ ସେହି ଘଡ଼ିର କଣ୍ଟାଗୁଡ଼ିକ ଏହି ପ୍ରକାର ଥିଲା। ପିଲାମାନେ, କ'ଣ ତୁମମାନଙ୍କୁ ଘଡ଼ିର କଣ୍ଟାଗୁଡ଼ିକ ମନେ ରହିଲା? ଏବେ ଆସ ଗୋଟିଏ କବିତା ମାଧ୍ୟମରେ ଏହି ବିଷୟରେ ପୁଣି ଆଉଥରେ ରିଭିଜନ୍ କରିବା। ମୁଁ ହେଉଛି ଗୋଟିଏ ଘଡ଼ିର ଘଣ୍ଟା କଣ୍ଟା, ଛୋଟ ଏବଂ ମୋଟା। ଯେତେବେଳେ ବି ଘଣ୍ଟା ପୂରା ହୋଇଯାଏ, ମୁଁ ଆଗକୁ ବଢ଼ିଯାଏ। ମୁଁ ହେଉଛି ମିନିଟ୍ କଣ୍ଟା, ବଡ଼ ଏବଂ ଲମ୍ବା। ଯେମିତି ମିନିଟ୍ ପୂରା ହୋଇଯାଏ, ମୁଁ ଆଗକୁ ବଢ଼ିଯାଏ। ମୁଁ ହେଉଛି ଏକ ସେକେଣ୍ଡ କଣ୍ଟା, ସବୁବେଳେ ଜୋରରେ ଚାଲେ। ଗୋଟିଏ ସେକେଣ୍ଡରେ ଆଖି ପିଛୁଳାକେ ଆଗକୁ ଦୌଡ଼ିଯାଏ। ଚନ୍ଦ୍ରିମା ଭାବୁଛି ଯେ ସେ ଘଡ଼ିଟି ଏବେ କେଉଁ ସମୟକୁ ସୂଚାଉଛି। ଠିକ୍ ସେତିକିବେଳେ ସେଠାକୁ ହଠାତ୍ ଗୋଟିଏ ପରୀ ଆସିଗଲା। ପରୀଟି ଚନ୍ଦ୍ରିମାକୁ ହଳେ କୁହୁକ ଜୋତା ଦେଇ କହିଲା ଯେ ରାତି ଠିକ୍ 12ଟା ବାଜିବା ବେଳକୁ ଯଦି ସେ ଏହି ଜୋତାକୁ ପିନ୍ଧିଦେବ, ତେବେ ସେ ଏମିତି ଦୁନିଆକୁ ଚାଲିଯାଇପାରିବ ଯାହା ତାର ସବୁଠାରୁ ପ୍ରିୟ ଜିନିଷରେ ଭରା ଜାଗା ହେଇଥିବ। କିନ୍ତୁ ତାକୁ ମନେ ରଖିବାକୁ ହେବ ଯେ ଯେମିତି ସେ ଠିକ୍ 1ଟାଏ ବାଜିବା ବେଳକୁ ଘରକୁ ଫେରିଆସେ। ଚନ୍ଦ୍ରିମା ବହୁତ ଉତ୍ସାହିତ ହୋଇଗଲା। ଏତକ କହିଦେଇ ପରୀଟି ଅଦୃଶ୍ୟ ହୋଇଗଲା। ଏବେ ଚନ୍ଦ୍ରିମା ଭାବିବାକୁ ଲାଗିଲା ଯେ ତାକୁ ତ ଘଡ଼ିରେ ସମୟ ଦେଖିବା ଜଣା ନାହିଁ। ତେବେ ସେ କେମିତି ଜାଣିବ ଯେ କେତେବେଳେ 12ଟା ବାଜିବ? ଚନ୍ଦ୍ରିମା ପୁଣି ଥରେ ସେ ଘଡ଼ି ଆଡ଼କୁ ଅନେଇଲା। ଘଡ଼ିର କଣ୍ଟାଗୁଡ଼ିକ ଏହି ପ୍ରକାର ଥିଲା। ଆସ ଆମେ ଚନ୍ଦ୍ରିମାକୁ ଘଡ଼ିରେ ସମୟ ଦେଖିବାରେ ସାହାଯ୍ୟ କରିବା। ପିଲାମାନେ, କ'ଣ ତୁମେମାନେ ଘଡ଼ିରେ ସମୟ ଦେଖିବା ଜାଣିଛ? ଜାଣିନ? କିଛି ଅସୁବିଧା ନାହିଁ। ଏହି ଦେଖ ପିଲାମାନେ, ଗୋଟିଏ ଘଡ଼ିରେ 1ରୁ ଆରମ୍ଭ କରି 12 ପର୍ଯ୍ୟନ୍ତ ଏହି ପ୍ରକାର ସଂଖ୍ୟାଗୁଡ଼ିକ ଲେଖାଯାଇଥାଏ। ପୁରା ଘଣ୍ଟାଏରେ 60 ମିନିଟ୍ ହୋଇଥାଏ। ଆଉ ସେହିଗୁଡ଼ିକ 12ଟି ଅଙ୍କ ମଧ୍ୟରେ ବଣ୍ଟା ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଭାଗ 5 ମିନିଟ୍ ଲେଖାଏଁ ହୋଇଥାଏ। ଆଉ ଯଦି ତୁମେମାନେ ନିରେଖି କରି ଦେଖିବ, ତେବେ ଜାଣିପାରିବ ଯେ ପ୍ରତ୍ୟେକ ଭାଗରେ 4ଟି କରି ଛୋଟ ଗାର ରହିଛି। ଏହିଭଳି ପ୍ରତ୍ୟେକ ଛୋଟ ଗାର 1 ମିନିଟ୍ ସହ ସମାନ। ଏବେ ଆସ ଦେଖିବା ଆମେ ଘଡ଼ିରେ କେମିତି ସମୟ କେତେ ଜାଣିପାରିବା। ଚନ୍ଦ୍ରିମାର ଘଡ଼ିରେ ଏବେ ଏହି ସମୟ ହୋଇଛି। ପିଲାମାନେ, ତୁମେମାନେ କ'ଣ କହିପାରିବ ଯେ ଘଣ୍ଟା କଣ୍ଟାଟି କେଉଁ ସଂଖ୍ୟା ପାଖରେ ଅଛି? ହଁ, 11 ଆଉ 12 ମଝିରେ ଅଛି। ଯେତେବେଳେ ଘଣ୍ଟା କଣ୍ଟାଟି କୌଣସି 2ଟି ସଂଖ୍ୟାର ମଝିରେ ଥିବ, ସେତେବେଳେ ଆମକୁ ସେ 2ଟି ସଂଖ୍ୟା ମଧ୍ୟରୁ ଛୋଟ ସଂଖ୍ୟାକୁ ଘଣ୍ଟାର ସମୟ ଭାବରେ ଧରିନେବାକୁ ହେବ। ତେବେ ଚନ୍ଦ୍ରିମାର ଘଡ଼ିରେ କେତେ ଘଣ୍ଟା ହେଲା? ହଁ, 11 ଘଣ୍ଟା। ଏବେ ଦେଖ ଯେ ମିନିଟ୍ରେ ସମୟ କେମିତି ଦେଖିବା। ତୁମେମାନେ କ'ଣ କହିପାରିବ ଯେ ମିନିଟ୍ କଣ୍ଟାଟି କେଉଁ ସଂଖ୍ୟା ଉପରେ ଅଛି? 11 ସଂଖ୍ୟା ଉପରେ। ଆଉ ଆମେ ଜାଣିଛେ ଯେ ପ୍ରତି 2ଟି ସଂଖ୍ୟା ମଧ୍ୟରେ 5 ମିନିଟ୍ର ଦୂରତା ରହିଥାଏ। ଏହିପରି ଭାବରେ ମିନିଟ୍ରେ ସମୟ କେତେ ହେଲା ହିସାବ କରିବା ପାଇଁ ଆମକୁ
11କୁ 5ରେ ଗୁଣନ କରିବାକୁ ହେବ। ପିଲାମାନେ, 11 ଗୁଣନ 5 କେତେ ହେଲା? 55। ଏହିଭଳି ଚନ୍ଦ୍ରିମାର ଘଡ଼ିରେ ମିନିଟ୍ କଣ୍ଟାଟି 55 ମିନିଟ୍ରେ ଅଛି। ଏବେ ଇଏ ତ ବହୁତ ସହଜ। ଯେତେବେଳେ ଆମକୁ ଘଡ଼ିରେ ସମୟ କହିବାକୁ ହେବ, ସେତେବେଳେ ଘଣ୍ଟା ଆଉ ମିନିଟ୍ର ସଂଖ୍ୟାଗୁଡ଼ିକୁ ହିସାବ କରି କହିବାକୁ ହେବ। ଏହିଭଳି ଭାବରେ ଚନ୍ଦ୍ରିମାର ଘଡ଼ିରେ ବର୍ତ୍ତମାନ 11ଟା ବାଜି 55 ମିନିଟ୍ ହେଇଛି। ଚନ୍ଦ୍ରିମା ମଧ୍ୟ ତୁମମାନଙ୍କ ସହ ଘଡ଼ିରେ ସମୟ ଦେଖିବା ଶିଖିଗଲା। ଚନ୍ଦ୍ରିମା ଏହା ଜାଣି ବହୁତ ଉତ୍ସାହିତ ହେଇଗଲା ଯେ 12ଟା ବାଜିବାକୁ କେବଳ 5 ମିନିଟ୍ ହିଁ ବାକି ଥିଲା। ଏବେ ପରୀର କହିବା ଅନୁସାରେ ତାକୁ କେବଳ ଆଉ 5 ମିନିଟ୍ ଅପେକ୍ଷା କରିବାକୁ ପଡ଼ିବ। ଆଉ ତାପରେ 12ଟା ବାଜିବା ମାତ୍ରେ ସେଇ କୁହୁକ ଜୋତା ପିନ୍ଧି ନିଜର ସବୁଠାରୁ ପ୍ରିୟ ଜିନିଷରେ ଭରା ଦୁନିଆରେ ପହଞ୍ଚିଯିବ। ପିଲାମାନେ, ଏହି ଭିଡ଼ିଓରେ ଆମେ ଘଡ଼ିରେ ସମୟ ଦେଖିବା ଶିଖିଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ କିଛି ମନଛୁଆଁ ଉଦାହରଣ ମାଧ୍ୟମରେ ଏହି ବିଷୟରେ ଆହୁରି ଅଧିକ ଜାଣିବା।